କେତେ ଟାଇମ କି ବେଶ କରିକି ଆମ ଲେଖାଟା ବଢେଇବା ମାନେ ଟାଇମ ଦବ ଜିନିଷ ପିଲା ଯିଏ ଲୋକାଲ ପିଲା ଅଛ ଯିଏ ଆସିପାରିବ ଆଟଲିଷ୍ଟ କାଲି ପୁରସ୍ମିତା ଆମେ ବର୍ତ୍ତମାନ ଡିସ୍କସନ କରିଦେଉ ସେ କନସେପ୍ଟ ଗୁଡା ଯାଉ ବହୁତ ସବୁ ଯାହା ଚିଲ୍ଡ୍ରେନ ଭିତରେ ଆମେ ହ୍ୟାଣ୍ଡ ଓଭର କରିଦେବୁ ଓଡ଼ିଆ ପାଇଁ କହୁଛନ୍ତି ଚାହାନ୍ତି ଆଉ କିଛି ଅଛି ମୁଁ ଡାକିଦେବି ତାକୁ ଲୋକାଲ ପିଲା ଯିଏ ଅଛି ଓଡ଼ିଆରେ ପଢିବେ ଓଡ଼ିଆ ଆସିବେ କାଲି ନାହିଁ ମୋତେ ଟିକେ ରିମାଇଣ୍ଡ କରିଦେବେ ଯେ ସାର୍ ଆମେ ଯିବୁ ବୋଲି କାହିଁକିନା ମୁଁ କହିଛନ୍ତି ତମେ କୋଉଠି କଣ ଆମେ ଡିସ୍କସନ କରିଥିଲେ କଣ କହିଲେ ରିଲେଟିଂ କେମିତି ଚାଲିଛି ଏଇ କଥା କିଛି କହିଲି କହିଦେବି ସେଟା କହିଦେବି listen ନା ଏଇଟା ସ୍ପିଚ୍ କରିଦେବି ମୋବାଇଲ ରେ Listen students, ଯେତେବେଳେ ଆମେ ଇଣ୍ଡିଭିଜୁଆଲିଜମ ଚାପ୍ଟର କଭର କରିବାକୁ ଯାଉଛେ ସେତେବେଳେ ଆଟଲିଷ୍ଟ ଆମର ଗୋଟେ କମନ ପର୍ସପେକ୍ଟିଭ ରହିବ ରିଲେଟିଂ ଟୁ ଦ ଡେଫିନିସନ୍ସ ଡେଫିନିସନ କୁ ଆକୁରେଟଲି ଲେଖିବ ତାର ପ୍ରୋସିଡିୟର ହଉଛି ଇଣ୍ଟ୍ରୋଡକ୍ସନ ମିନିଂ ଡେଫିନେସନ ଡେଫିନେସନ ପରେ ପରେ ଫିଚର୍ସ ଫିଚର ପରେ ପରେ ଆମେ କ୍ଲାରିଫିକେସନ ଦେଇପାରିବୁ ବୁଝିନିଅ খুব ଶୀଘ୍ର ନୋଟ୍ସ ଦେଇଦବା ଇଣ୍ଡିଭିଜୁଆଲିଜମ ର ମିନିଂ individualism as a socio-political theory is based on ultimate value of human personality. It champions the cause of individual liberty. Liberty is considered to be the highest human value. ତମେ ଆଜି ଆସିଛ ଏଠି ପାଠ ପଢିବା ପାଇଁ ତମକୁ ଲିବର୍ଟି ଅଛି ଯଦି ହଷ୍ଟେଲ କିମ୍ବା ତମ ଫ୍ୟାମିଲି ମେମ୍ବର ମାନେ ତମକୁ ଆଲାଉ ନ କରିବେ ତମେ କଣ ଆସି ପାଠ ପଢିପାରିବେ ଯଦି ପାଠ ନ ପଢିଲେ ପାଠ ନ ବୁଝିଲେ ଆମ କେବଳ ଏତିକି ଏଜୁକେଶନାଲ ଇନଷ୍ଟିଟ୍ୟୁସନ ସୋସିଆଲ ଇନଷ୍ଟିଟ୍ୟୁସନ इवन आम जो जगह जाऊँ आम वेलफेयर इंस्टीट्यूशन जो भी सब गले वेलफेयर एक्टिविटीज एटी हमर किसी लिबर्टी रहा दरकार सो इंडिविजुअलिज्म holds that the individual is intellect enough to know his interest after all what is my interest ମୁଁ ଯଦି ପାଠଟା ପଢିବି ତା ଦେହରେ ମୋର ସ୍ୱାର୍ଥ କଣ ଅଛି ପଲିଟିକାଲ ସାଇନ୍ସ ମୁଁ ପଢୁଛି ଇଣ୍ଡିଭିଜୁଆଲିଜମ ପ୍ରଥମେ ଜାଣିବା ଦରକାର ଇଣ୍ଡିଭିଜୁଆଲିଜମ ପଢିବାର ବ୍ୟକ୍ତି ବାଦର ପଢିବା ଦ୍ୱାରା ମୁଁ କଣ ବେନିଫିଟ ପାଇବି ତମେ କୁହ ପିଲେ ଗୋଟେ କ୍ଲାସ ଭିତରେ ସମସ୍ତେ ଅଛ କିନ୍ତୁ ତମର ଡେଭଲପମେଣ୍ଟ ଇଣ୍ଡିଭିଜୁଆଲି ଡିପେଣ୍ଡ କରେ ମୁଁ କହିବିନି ଯେ ପାଏଲ ନେଇକି ଦେଇଦବ ଭୋଟ ମାନେ ଆମର ରଶ୍ମିତା ଦେଇଦବ ଏକ୍ଜାମ୍ପଲ କି ମୁଁ କହିବିନି ବର୍ଷା ନେଇକି ଦେଇଦବ ମନୀଷା ଏକ୍ଜାମ୍ପଲ ତମେ ଇଣ୍ଡିଭିଜୁଆଲ ଲେଭେଲରେ ତମ ପରଫରମାନ୍ସ କରିବ ଇଣ୍ଡିଭିଜୁଆଲ ଲେଭେଲରେ ତମର ବେଟରମେଣ୍ଟକୁ ଆସିବ ଯୋଉଟା ପ୍ରକୃତରେ ତମକୁ ସେଲ୍ଫ ସାଟିସ୍ଫାଇଡ୍ କରିବ ରିଲେଟିଭ ୟୁର ଏକ୍ସାମ୍ପଲ ବର୍ଷ is the best judge for himself and he knows how to achieve his desired objectives प्रत्येक इंडिविजुअल को लिबर्टी दिया है कि सोशियोलॉजी के लाइक करे कि पॉलिटिकल साइंस के लाइक करू कि हिस्ट्री के लाइक करे कि ज्योग्राफी के लाइक करू कि ज्योग्राफी के लाइक करे कि इकोनॉमिक्स के लाइक इट वेरी करछि पर्सपेक्टिव
ଏବଂ ସେ ପର୍ସପେକ୍ଟିଭ ବେସିସ ରେ ଯଦି ଆମେ ଦେଖିବା ଆମ ଡିଜାୟାର୍ଡ ଅବଜେକ୍ଟିଭ କି ଯଦି ଆମେ ଫୁଲଫିଲମେଣ୍ଟ କରିଦେଇ ପାରିଲେ, ମୁଁ କହିବି ଜଣେ ସାଇନ୍ସ ପଢିଲା, ଜଣେ କମର୍ସ ପଢିଲା, ଜଣେ ଆର୍ଟ୍ସ ପଢିଲା, ଯିଏ ଯୋଉ ଲେଭେଲ ରେ ବେଷ୍ଟ କରିପାରିଲା ଇଜ ଦ ବେଷ୍ଟ ଆର୍ଟିଷ୍ଟ to fulfill the objectives. Therefore, he should have a freedom in a larger area of activities, and the state should not interfere in it unnecessarily. प्रत्येक फील्ड रे किए ना किसी कहीं पर्सपेक्टिव गेन करियो। बहुत जगह कौन करू आमे टिके क्लोजी हे जाऊ घर लोकन को कथरे चालू आ घर लोक माने मध्ये मो मते इंडिपेंडेंस वा लिबर्टी किछि दिबा दरकार जा द्वारा हम हैप्पी बर्थडे जी ए सुमन बर्थडे टी हैप्पी बर्थडे टू यू हैप्पी बर्थडे पिलारी चिंचे नेक्स्ट therefore he should have a freedom in a larger area of activity and the state should not interfere it unnecessarily तुमको दिया था पाठ पढ़िया ପାଇଁ ଘର ଲୋକ ଦେଇଦେଲେ ତାପରେ ନିର୍ଦ୍ଦେଶ ତୁझे ପାଠ ପଢିବୁ ନିର୍ଦ୍ଦେଶ ପାଠ ପଢିବା ପାଇଁ ଲର୍ଣ୍ଣିଂ ଇନଷ୍ଟିଚ୍ୟୁଟ ଲର୍ଣ୍ଣିଂ ଇନଷ୍ଟିଚ୍ୟୁଟ ରେ କେତେବେଳେ ଆସିଲା କଣ କଲା ପଢିଲା କଣ ନକଲା ଘର ଲୋକମାନେ ସେଟା ଜାଣିବା ଦରକାର କିନ୍ତୁ କିନ୍ତୁ ଏକ୍ସେସ ଯେତେବେଳେ ଆମେ କଣ କରୁ ଟିକେ କନସେପ୍ଟ ଟିକେ ନେଇଯାଉ ଏକ୍ସେସ ଟିକେ କଣ କରୁ ନା ପ୍ରିଜଜମେଣ୍ଟ କୁ ନେଇ ଆସୁ ଏକ୍ସେସ ଟିକେ ରେଷ୍ଟ୍ରିକ୍ସନ ଆଣୁ ସେତେବେଳେ ପିଲାମାନଙ୍କ ମାଇଣ୍ଡରେ ଟିକେ ଏମିତି ପଶିଯାଏ ଘର ଲୋକ ଯେତେବେଳେ ଏକ୍ସେସିଭ କଣ୍ଟ୍ରୋଲ କରିନିଅନ୍ତି ଯେମିତି ପିଲା ଚିଡି ଚିଡି ହେଇଯାଏ ଇରିଟେଟିଂ ହେଇଯାଏ ତମେ ଦେଖିବ ଗୋଟେ ପିଲାର ଯଦି କାର୍ଯ୍ୟକ୍ରମ ଉପରେ ଆମେ ବାରମ୍ବାର ହସ୍ତକ୍ଷେପ କରିବା ସେ ତାର ପ୍ରିଡୋମିନାଣ୍ଟ ଓପିନିଅନ ଆଉ ନେଇପାରିବ ସେଲ୍ଫ ଜଜମେଣ୍ଟ ନେଇପାରିବ ସେ କଣ ବାୟସ ବାୟସ ହେଇଯିବ କାରଣ ମୋର କହିବା ଉଦ୍ଦେଶ୍ୟ ଅଛି ମୁଁ ବର୍ତ୍ତମାନ ସେତିକିଟା ଆବିଲିଟି ଅଛି ବୋଲି 10th କ୍ଲାସ ପରେ ପରେ ମୁଁ ପ୍ଲସ ଟୁ ଆସିଲି ପ୍ଲସ ଟୁ ଲେଭେଲରେ ମୁଁ ଗୋଟେ ଭଲ ଚୁଜର ହବା ଦରକାର ମୋ ଫ୍ରେଣ୍ଡସିପ ସର୍କଲ ଅଛନ୍ତି ଟିଚର ମାନେ ଅଛନ୍ତି ମୋ ପ୍ୟାରେଣ୍ଟସ ଅଛନ୍ତି ଗାର୍ଡିଆନ ମାନେ ଅଛନ୍ତି ଲିଗାଲ ଗାର୍ଡିଆନ ଅଛନ୍ତି ତାଙ୍କ ସଜେସନ ନେଇକି ମୁଁ ଯିବି କୋଉ ଲେଭେଲ ବେଷ୍ଟ ହବ ଯଦି ଘର ଲୋକ ମୁଁ ବାହାର ଲୋକ ବାରମ୍ବାର ତାଙ୍କ ଉପରେ ଏନକରେଜମେଣ୍ଟ କରିବେ ମାନେ ବାୟସ ହେଇଯିବେ ଇରିଟେଟିଂ ହେଇଯିବେ ଲାଷ୍ଟ ଗୋଟେ ମାନସିକ ରୋଗୀ ଜଣଙ୍କର ଏମ ରହୁଛି ସେ ଧର ଯୋଉ ଦବ କଣ କି ଓଜେଏସ ଏକ୍ଜାମ ତାକୁ ଘର ଲୋକ ଏବେ ନାଇଁ ଓଜେଏସ ଏକ୍ଜାମ ଆମର ଦେ ନା ଗୋଟେ କାମ କର ବିଇଡି ବାରମ୍ବାର ତାକୁ ପ୍ରେସର କଲେ ତମର ଟିଚରସିପ ଲାଇନ ସେ ଚାହୁଁଛି ମୁଁ ଚାହୁଁଛି ଯେ ଆମେ ତାକୁ ପ୍ରେସର ଦେଇଦେବା ତୁ ଟିଚରସିପ କର ତାର ଡେଷ୍ଟିନେସନ ଡିଫରେନ୍ସ ଆସିବ ମାଇଣ୍ଡରେ ଇଫେକ୍ଟ ପଡିବନି ନିଶ୍ଚିତ ଭାବେ ଗୋଟେ ପିଲା ଗୋଟେ ଚାହୁଁଛି ଭଲ ସିଙ୍ଗର ହବା ପାଇଁ ତାକୁ କହିବେ ତୁ ଯା ଜିମ୍ ଯା କୁସ୍ତି କସରତ ସେ ଡିଷ୍ଟର୍ବ ହେଇଯିବ ତା ମାଇଣ୍ଡ ଟା ତେଣୁ ପ୍ରତ୍ୟେକଙ୍କର ଗୋଟେ ଏମ୍ ଆଉ ଅବଜେକ୍ଟିଭ ଅଛି ଇଣ୍ଡିଭିଜୁଆଲ ଲେଭେଲରେ ସେ ସିଲେକ୍ସନ କରିବା ଦରକାର ଆମର ଦେଖିବ ଏଇ ଫାର୍ଷ୍ଟ ଇୟର ତମର ପିଲାମାନେ ବର୍ତ୍ତମାନ କେତେ ଜଣ ପିଲା ପୁରା ଲେଥାର୍ଜିକ ହେଇଯିବେ ଲେଥାର୍ଜିକ ଇନ ଦି ସେନ୍ସ କଣ ଆଉ ତାଙ୍କର ସୋ ମତ ପାଠ ପଢିବା ଉପରେ ମନୋବୃତ୍ତି ନାହିଁ କାରଣ ଏଠି ଗାର୍ଡିଆନ କେ କଣ ପଢିଲେ କଣ ନାହିଁ ଘର ଲୋକ ଜାଣୁନାହାନ୍ତି ଆସୁଛନ୍ତି ଯାଉଛୁ ଆମେ କଣ ନା କୋଚିଂ ରେ ଆଡମିସନ କଲୁ କଲେଜରେ ଆଡମିସନ କଲୁ କିନ୍ତୁ କ୍ଲାସ ଆଟେଣ୍ଡ ସେ ପିଲାମାନଙ୍କ ପରିସ୍ଥିତି ସେକେଣ୍ଡ ଇୟର କଣ ଆଶ୍ଚର୍ଯ୍ୟ ଲାଗୁଛି ସେ ପିଲାମାନଙ୍କୁ ମୁଁ ଦେଖୁଛି ବି ବାରମ୍ବାର ସେ ପିଲା ପାଠ ପଢିବା ଉପରେ ମନୋବୃତ୍ତି କିଛି ପିଲା ଅଛି ତେଣୁ ମୋର କହିବା ଉଦ୍ଦେଶ୍ୟ ତମେ ଇଣ୍ଡିଭିଜୁଆଲି ନିଜକୁ ନିଜେ ଚଏସ୍ କର କୋଉ ୱେରେ ଗଲେ ମୁଁ ସକ୍ସେସ ପାଇପାରିବି କୋଉଠୁ ଇଚ୍ଛା ଯଦି ତମର ଅଛି ଅଟୋମେଟିକାଲି ଉପାୟ ଆସି ପହଞ୍ଚିବ ଇଚ୍ଛା ଯଦି ନାହିଁ ଉପାୟ ଆସି ପହଞ୍ଚିବ ନା it would emphasis on individual happiness and prosperity it assumes that the individual is the center of activities in its social system ଯେ କୌଣସି ସୋସିଆଲ ସିଷ୍ଟମ ରେ ଗୋଟେ ସେଣ୍ଟର ଅଫ ଆକ୍ଟିଭିଟିଜ ଅଛି ତମେ ଯଦି ଇନଫ୍ଲୁଏନ୍ସିଭ ହେଇଗଲ ପିଲେ ମନେ ରଖ ମହାକାଶରେ ଜାଗତିକ କରଣରେ ବହୁତ କିଛି ଅଛନ୍ତି ତାରକା ପୁଞ୍ଜ କିନ୍ତୁ ଆମେ ବେଶୀ ରେସ୍ପେକ୍ଟ ବେଶୀ ଫୋକସ କରୁ କାହା ଉପରେ ମୁନ ଉପରେ ତାରା ଅଛନ୍ତି ତା ଭିତରେ ମୋର ବେସିକାଲି ଫାଇନେଷ୍ଟ ୱାନ୍ ଇଜ ଦ ମୁନ ମୁନ ଉପରେ ଆମେ ଫୋକସ କଲେ ମୁନ ସେତିକି ଆଟ୍ରାକ୍ଟିଭ ଶୋ କଲେ ବୋଲି ଆମେ କଣ ଆରେ କଣ ଆଜି ଜହ୍ନ ଉଠିନାହାନ୍ତି କଣ ହେଇଛି ଆମେ କଣ କହୁଛନ୍ତି ତାରା କାହିଁ ଉଠିନାହାନ୍ତି ଆଗେ ଇମ୍ପୋର୍ଟାଣ୍ଟ ହଉଛି ପୂର୍ଣ୍ଣିମା ଦିନ ଆମେ ଜନ୍ମ ହଉ ସେମିତି ମନେ ରଖ ତମେ ଯଦି ଏନଲାଇଟେଡ ହବାକୁ ଚାହିଁବ ତମ ପାଇଁ ମ୍ୟାକ୍ସିମମ୍ ପ୍ରକାର ଅପରଚୁନିଟି ଅଛି ତମ ପାଇଁ ବିଭିନ୍ନ ପ୍ରକାର ରିଲାଏନ୍ସ ସ୍ପେସ୍ ଅଛି ତମ ପାଇଁ ବାଲିଯାତ୍ରାରେ ବିଭିନ୍ନ ପ୍ରକାର ଷ୍ଟଲ ଅଛି ତମର ଯୋଉଠି ମନ ଇଚ୍ଛା ତମେ ଯାଇ ସେଠୁ ପରଚେଜ କରିପାରିବ ଆକର୍ଡିଂ ଟୁ ୟୋର ସୁଇଟ ୱେ ତମର ଯୋଉ ଇଚ୍ଛା ରହିବ that ought to be clamped by legal preoccupation ought to be clamped by moral prejudice ତମେ ମୋରାଲି କନସିଡର କର କୋଉ ଲାଇନ ଉପରେ ଗଲା ପରେ ମୁଁ ଯାଇ କଣ କରିବି ମୋ ଲାଇନ ଉପରେ ବେଷ୍ଟ ହେଇପାରିବି next students individualism considers the state as a necessary evil it is evil because it checks the freedom of the individual
but at the same time it is necessary because it establishes order and provides security to individuals. इंडिविजुअलिज्म कहूची जे बेले बेले स्टेट कौन करे ना एनकरेज करे स्टेट हस्तक्षेप करे आमे कहबा जे घर लोक माने हमको लिबर्टी देई देले किंतु मो मते घर लोक टिके टिके भी कंट्रोल रखिबा भल टिके चेक करबा भल कारण आम पाखे साइकेल अच्छी गाड़ी अच्छी धीरे चलुची मझे टिके ब्रेक धरते ना नहीं ब्रेक जदि न था आमे जाई कोडी खाल कथा भितर पड़ गली जाते कोडी को भितर आम परिस्थिति भयंकर होता सेमती मन रख स्टेट सब प्रकार आमको ग्राटिफिकेशन देइछंती फिर भी स्टेट कौन करछंती किछि कंट्रोल आणुछंती एवं सेति पई आमे कहू स्टेट इज ए नेसेसरी इविल हमको सब सुविधा दिया गला किंतु नेसेसरी चेक आउ बैलेंसेस अछि हमको पक्का रोड दिया गला किंतु जोडी जनगहली अंचल से जगह रे होम स्टे चेकमेट तैयारी करा कौन करिया पई मुक्ति के नियंत्रण करिया नेक्स्ट but at the same time it is necessary because it establishes order and provides security to individuals and individualism advocates that the function of the state should be limited in the interest of individual freedom state encroach करिवे किंतु इंडिविजुअल फ्रीडम ऊपर किछि एनक्रोच करिवे तमे देखिबो जेतेबेले प्रकृति ब्रिटिश राज अंडर इंडिया दिला सेतेबेले इंडिविजुअल रो राइट ऊपर एनक्रोचमेंट करा जाय हस्तक्षेप करा जाय किंतु जेबेले इंडिया इंडिपेंडेंस हे गला इंडिया ना इंडिया प्रत्येक सिविलाइज्ड पर्सन प्रत्येक सिटीजन ऑलमोस्ट ऑल इंडियंस किछ ना किछ राइट ऑब्जर्व करियो चेष्टा कले एवं से राइट कोन करिवे फॉर द बेनिफिट ऑफ हिज ओन फॉर द बेनिफिट ऑफ हिज ओन मु एग्जांपल कहबी तुम मान को भीतर मु भी कहिछि मैक्सिमम टाइम जति कि इंग्लिश क्लास हम सुडा सब प्रेजेंटेशन कहिछि प्रेजेंटेशन हवा द्वारा कौन हम तुम एफिशिएंसी गुड़ाक बढ़ जिते जड़े पिला 50 पिला आगे गोटे स्पीच देला এটা তার ইন্ডিভিজুয়াল বেনিফিট নুহে कि এবং যেতেবেলে ইন্ডিভিজুয়াল বেনিফিট কু অলগা পিলা মানে শুনিବାକୁ চেষ্টা কলে এটা মানে সোশ্যাল বেনিফিট দেলা অর্গানাইজড বেনিফিট দেলা ইট ইজ কম টু द कमिटमेंट सो स्टूडेंट्स लिसन the state is viewed as a negative institution ଯେତେବେଳେ କଣ କଲେ ଇଣ୍ଡିଭିଜୁଆଲ ଉପରେ କିଛି ନା କିଛି ହସ୍ତକ୍ଷେପ କଲେ ଯେତେବେଳେ ନେଗେଟିଭ ଇନଷ୍ଟିଟ୍ୟୁସନ it should protect the life liberty of individuals and beyond this individual should not be completely free ହେଲେ ଉଦାହରଣ ସ୍ୱରୂପ କହିବି ତମେ ଆଜି ତମ ମାନଙ୍କ ଭିତରେ ପିକନିକ ଯାଉଛ पेरेंट्स को तमे इन्फॉर्म कर दियो तमे को जगह को जाओ बुलिया तुमको देखिबो गोटे साइकोलॉजिकल पीस है साइकोलॉजिकली तुमको पीस लगे मो बापा मां कहि जाय एते बापा मां को न कहि गैसथिबो निजी को गोटे टिके टिके कंजर्वेटिव लागे मु फील कर देछि कारण मो बापा मां जानिला पर खराब भाबिबेनी इट हैपेंस समटाइम्स बेले so students try to understand my point of view जेतबे हमें कहूचे इंडिविजुअल हमको टोटली इंडिविजुअल को लिबर्टी देला स्टेट तो बेले बेले कौन करे स्टेट किछि ना किछि एनक्रोच करे किछि रेस्ट्रिक्शन करे फॉर आवर बेनिफिट हमें आज जानि करू हम परिवार रो गार्डियन हिसाब रे जहाँ से हमको रेस्ट्रिक्शन करूचंती एबे हमको खराब लागि पारे किंतु जहाँ से कोनी भलो कारण कोन ताकर एक्सपीरियंस अछि सेही एक्सपीरियंस को वर्तमान हमें कोन करूचे एक्सपेरिमेंट करूचे एवं सेही एक्सपेरिमेंट दिन हमर कोन करबा एक्सपेक्टेशन को फुलफिल so students hence the individualistic theory advocates maximum freedom for individuals and minimum functions of the state it believes that state is the best which governs the least जो स्टेट टा सबुठारु उत्तम स्टेट गौरव किए ये इंडिविजुअल रो एक्टिविटीज रे लेस इंटरफेयर करे मु आ गोटे कथा पिले कहि दी हमर एटी प्रधान अछि प्रधान को मु कोन कली तीनटा चैप्टर देली पढिबा पई मु देखली फर्स्ट टाइम प्रधान को देली तीनटा जक चैप्टर तीनटा जक पढि देला मु कहली वेल डन शाबाश प्रधान तापरे आउ तीनटा चैप्टर देली देला नै तेणु मु धरा जाऊ स्टेट मु देखली मोर गोटे इंडिविजुअल पूरा होली रेस्पोंसिबल पूरा डिसिप्लिन वे चली मु तापर हम इंटरफेयर करिवे कि इंटरफेयर करबी नाही जदि मु प्रधान को देली तीनटा चैप्टर से 3 दिन मासे गला तीनटा चैप्टर न करि परला मु बारंबार ताको फोन कर कहबिनी ए प्रधान पढ़ काई पढुनु काई पाठ होबुनी तेणु मु कोन किछि भूल काम करली कि जो स्टेट रे इंडिविजुअल प्रॉपर वे रे अछि इंडिविजुअल डिसिप्लिन अछंती से जगह स्टेट किछि इंटरफेयर करबा आवश्यक नाही
जोटी इंडिविजुअल इनडिसिप्लिन अछंती इंडिविजुअल डेटेरिएटिंग वे को जाउछंती सेटा देने कोन करिवे एक्चुअली से समय स्टेट रे सरकार करी फॉर द सेक ऑफ आवर ओन लाइफ एंड प्रॉपर्टी मु कहछि भी बहुत थर आमे कोन कले गोटे गाड़ी किनले हम पैसा रे गोटे हम गाड़ी स्पीडियट गाड़ी हाई स्पीड गाड़ी किंतु डीएल का हमर दरकार ना नहीं और हेलमेट यूज करबा दरकार ना नहीं जदि हमर एक्सीडेंटल कोन जगह रे सिला हेलमेट थिले हमें प्रोटेक्शन रहइबा हम लाइफ का रिस्क रहइबा तो स्टेट जा करछि ना हम बेनिफिट पे नुहे कि मु कोनी कहबी हमर स्टेट कोन करिसेंती ऑलरेडी लिखि दैछंती अल्कोहलिक सेंटर अल्कोहलिक इज इंजूरियस टू हेल्थ सिगरेट पैकेट ओके इज इंजूरियस टू हेल्थ जदि आमे न मानिक खाइले से गुड़ाक मद पीले कि सिगरेट टाणिले जो सिगरेट आम एक्सेसिव टाणिले आमको टीबी है टीबी है आम नहीं कौड़ी जा स्टेट जो क्रिएट कर हॉस्पिटल टीबी वाली ଏବେ କଥା ମାନିବାନି ଯଦି ପଢିଲେ ପୁଣି ସେଠି ଯିବା ନା ନାଇଁ ଆମ ପ୍ୟାରେଣ୍ଟସ କହୁଛନ୍ତି ଦୁଷ୍ଟ ହୁଅନା କଥା ମାନେ ଆମେ କଥା ମାନିନୁ ପଢିକିରି ଖଣ୍ଡିଆ ଖବର ହେଲୁ ମେଡିକାଲ ନେଇକି ଯିବେ ନା ନାଇଁ ତେଣୁ ଯେଇଟା ହଉଛି କମନ ଆୱାରନେସ ବର୍ତ୍ତମାନ ଯୁଗ କହୁଛି 100% ଗୋଟେ ଇଣ୍ଡିଭିଜୁଆଲ କୁ ଲିବର୍ଟି ମିଳୁ କିନ୍ତୁ କିଛି ନା କିଛି ତାକୁ ରେଷ୍ଟ୍ରିକ୍ସନ ବି ରହିବା ଦରକାର ଯୋଉ ରେଷ୍ଟ୍ରିକ୍ସନ ତାକୁ କଣ କରିବ ନେସେସରି ଚେକ୍ ଆଉ ବାଲାନ୍ସ ଭିତରେ କଣ୍ଟ୍ରୋଲ କରି ରଖିବ ହଁ ହଁ ଯଦି ଆମେ ଦେଖିବା डिबेट अच्छी पिलाମାନଙ୍କର इंग्लिश मीडियम पिलाମାନଙ୍କର चिल्ड्रंस राइट्स पिलाମାନଙ୍କର जो अधिकार ରହିଛି ଅଧିକାର ଉପରେ ଯଦି ଆମେ ଦେଖିବା ଆମର चिल्ड्रंस राइट ଉପରେ ଗୋଟେ ରାଇଟ୍ ଆସିଛି 2005 ରେ 2005 ମସିହାରେ ଗୋଟେ ଆସିଲା ଆଉ ଗୋଟେ ରହୁଛି ଆମର पर्टिकुलरली ଯଦି ଆମେ କହିବେ 1987 ଅନୁଯାୟୀ ବି କିଛି ରାଇଟ୍ ପ୍ରୋଭାଇଡ କରାଗଲା ଚିଲ୍ଡ୍ରन जो चिल्ड्रन ମାନଙ୍କୁ ରାଇଟ୍ ଦିଆ କରିବା ସେଥିରେ ଫଣ୍ଡାମେଣ୍ଟାଲ ରାଇଟ୍ସ ବି ରହୁଛି ଆମର ସେକ୍ସନ 23 ଉପରେ ବି ମଧ୍ୟ କିଛି ଆସୁଛି ପିଲାମାନଙ୍କର ବେଟରମେଣ୍ଟ କରିବା ପାଇଁ କାହିଁକିନା ପିଲାମାନଙ୍କର ଯଦି ଡେଭଲପମେଣ୍ଟ ହେଲା ଅଟୋମେଟିକ ଭଲ ଭଲ ସିଟିଜେନ ହେଇପାରିବେ ଯେପର୍ଯ୍ୟନ୍ତ ପିଲାମାନଙ୍କର ଡେଭଲପମେଣ୍ଟ ନହେଲା ଆମେ ଗୁଡ୍ ସିଟିଜେନସିପ କେବେ ହେଲେ ପାଇପାରିବା ନାହିଁ ଫଣ୍ଡାମେଣ୍ଟାଲ ରାଇଟ୍ସ ର ରହିଛି ରାଇଟ୍ ଟୁ ଏଜୁକେସନ ବର୍ତ୍ତମାନ ଆମେ ଯେତେ ରାଇଟ୍ ଅଛି ଫର ଏ କମନ स्टूडेंट स्टूडेंट में बेटर रहुची कोड ना राइट टू एजुकेशन आर्टिकल 21 आर्टिकल तो सबले आपको जोटी कथबार्ता करिवे जहाँ करिवे अकॉर्डिंग टू सेक्शन एतिके अकॉर्डिंग टू आर्टिकल 10 अकॉर्डिंग टू अमेंडमेंट ए बुक टा भी ताको कलेक्टिवली मु को सेंड करितले आर्टिकल अछि ताको मु डिस्कशन करे देले तो क्लियर हो नेक्स्ट lesser the functions of the state more is the freedom of people extension of state functions leads to curtailment of individual liberty therefore individual is advocates for a police state the state should perform duties at night watchman it should protect the individual from violence and powers it should prevent the lawbreakers hindrances on the path of individual in the realization of his best. The state should not interfere in the economic affairs, industry, education, and the science of sports. It should not look after the welfare of the people. State's interference kills individual initiative. Hence, individuals should be given full freedom to pursue their potential. Educational institution रहीगला एजुकेशनल इंस्टीट्यूशन में भेराइटी रकम ऑप्शनल सब्जेक्ट रहा किंतु आम दीटा रही कंपलसरी इंग्लिश रोनी यदि ऑप्शनल सब्जेक्ट गुड़ाक सब कंपलसरी हो जाता मुंड खराब केते गुड़े चैप्टर आम नहीं पढ़ू केमी तेणु तुम गोटे ऑप्शन अच्छी कौन ऑप्शन तुम जो सिलेक्शन कर आहरी बेले बेले आम भी एमती प्रेसर हुए तुम देख गोटे गोटे कॉलेज रे कौन थाए देख यही 3टा आमर अच्छी चैप्टर यही नब एक्सट्रा नहीं पार यही 4टा को नब एक्सट्रा नहीं पारे से आमको टे अपवर्ड लगे कौन एतिकटा जमा पढ़ो आउ कौन चैप्टर ना ये किसी सिलेक्शन ना तेणु बोले इंडिविजुअलिज्म कहूँ जे स्टेट गोटे नाइट वॉचमैन तुमको जगिब नाइट वॉचमैन मैंने तुमको जगिब सी तुम कौन तुमको प्रोटेक्शन दब तेणु जिते स्टेट कनसीडर कर तुम कौ गोटा बेनिफिशियल से तुम्हें ऑब्जर्व करवा दरकार तुम देखो आजिकल सोसाइटी मैक्सिमम आम कौन करुचे जंक फूड रे खाऊे घर लोक मैंने बाहर भी जी आमको गाइड कर खराब लगुचे आम जो भल खाद्य खाऊे मना कर आम जापना जिते आम लाइफ की स्पॉइल आड़ को जाए रियलाइज कर स्टेट आमर गार्डियन प्रोटेक्टर स्टेट जहाँ कहूँ दैट इज लॉ स्टेट जहाँ कहूँ दैट इज लिबर्टी स्टेट जहाँ कहूँ दैट इज इक्वालिटी स्टेट जो प्रोविजन आम गोटा नहीं दैट ऑट टू बी कन्वेंट बाय अस
that ought to be actually fulfilled by us, and our goal must be the obedience to our constitution and laws. ଆମ କନଷ୍ଟିଟ୍ୟୁସନ ବା ସାମ୍ବିଧାନିକ ଦୃଷ୍ଟିକୋଣ ଯୋଉଟା ଆମକୁ ଦିଆଯାଇଛି ଆମେ ସବୁ ଗୁଡାକ ଅବଜର୍ଭ କରିବା ଦରକାର। Hence, individuals should be given full freedom to pursue their own interest. ନିଜ ଇଣ୍ଟରେଷ୍ଟ କୁ ବେସ୍ କରିକି ଇଣ୍ଡିଭିଜୁଆଲ ମାନଙ୍କୁ ଫ୍ରିଡମ ଦେବା ଦରକାର। ଯଦି ଇଣ୍ଡିଭିଜୁଆଲ ର ଫ୍ରିଡମ ଉପରେ ଆମେ ରେଷ୍ଟ୍ରିକ୍ସନ ଆଣିଲେ ବେଳେ ବେଳେ ଜଣ ଜଣଙ୍କର ପୋଟେନସିଆଲିଟି ଲସ୍। ମୁଁ ଏକ୍ସାମ୍ପଲ କହିବି, ତାର ଯୋଉ ଆମର ରଶ୍ମି ଗୋଟେ ହଉଛି ଭଲ ବ୍ୟାଡମିଣ୍ଟନ ପ୍ଲେୟାର, ଘର ଲୋକମାନେ ତାକୁ ବାରଣ କଲେ, ନା 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 ନା, ତୁ ବ୍ୟାଡମିଣ୍ଟନ ଝିଅ ପିଲାଟା କଣ ଖେଳିବୁ ଇଏ କରିବୁ ବାରଣ କଲେ। ତା ମନରେ ଗୋଟେ ତା ସାଙ୍ଗମାନେ କିଛି କଣ କଲେ ନା ଭଲ ସାଙ୍ଗମାନେ ଖେଳିକିରି ବର୍ତ୍ତମାନ ନ୍ୟାସନାଲ ଲେଭେଲକୁ ଗଲେ। ରଶ୍ମି ନିହାତି ଭାବିବନି ମୋ ସାଙ୍ଗ ଯଦି ଖେଳିକିରି ନ୍ୟାସନାଲ ଲେଭେଲକୁ ଗଲା ମୁଁ କାହିଁକି ଯାଇପାରିଥାନ୍ତି, ସେଠି ଏ କ୍ଲବ ପଳେଇଲା। ତେଣୁ ବେଳେ ବେଳେ ଆମକୁ କଣ କରାଯାଉଛି, ଆମର ମ୍ୟାକ୍ସିମମ୍ ଇଣ୍ଟରଫେରେନ୍ସ କୁ ବେସ୍ କରି ଯୋଉଟା କି ଆମକୁ କଣ କରାଯାଏ ନା ଟିକେ ଡିସୁଏଡ୍ କରାଯାଉଛି, ଆଉ our moral liberty की ମଧ୍ୟ hamper କରାଯାଉଛି। Arguments in support of individualism, the supporters of individualism advance several arguments in favor of their view. These arguments explain the merits of individualism. ବେଳେ ପିଲେ ପ୍ରକୃତ କ୍ଷେତ୍ରରେ ଭାବିନିଅ, ଇଣ୍ଡିଭିଜୁଆଲିଜିମ ର କନସେପ୍ଟ କହୁଛି ଲେସେଜ ଫେୟାର ପ୍ରିନ୍ସିପଲ, ଇକୋନୋମିକ୍ସ ପ୍ରିନ୍ସିପଲ, ଏଇଟା ଆଡମ ସ୍ମିଥଙ୍କର ପ୍ରିନ୍ସିପଲ, ଏବଂ ଯୋଉ ପ୍ରିନ୍ସିପଲ ରହୁଛି ଲେଟ୍ ଦ ଇଣ୍ଡିଭିଜୁଆଲ ଫ୍ରି ଏଲୋନ୍। ପ୍ରତ୍ୟେକ ଇଣ୍ଡିଭିଜୁଆଲ କୁ ମୁଁ ଉଦାହରଣ ସ୍ୱରୂପ ପିଲେ କହିବି, ତମ ଘର ଲୋକମାନେ ତମକୁ କହିଦେବେ ପିଲେ ଏଇଟା ହଉଛି ମିଠା, ଏଇଟା ହଉଛି ପିତା, ପିତାଟା ପାଟିକି ଖରାପ ଲାଗିବ କିନ୍ତୁ ଦେହ ପାଇଁ ହିତକର, ମିଠାଟା ପାଟିକି ଭଲ ଲାଗିବ କିନ୍ତୁ ଦେହ ପାଇଁ କ୍ଷତିକାରକ। ଭଲ ମନ୍ଦ ଜଣେଇଦେଲେ ତମ ଆଗରେ ଦିଟା ପ୍ଲେଟ ଧୋଇଦେଲେ, ତେଣୁକି ତମ ଚଏସ୍। ଘର ଲୋକ ଗୋଟେ ଗୋଟେ ଥିବେ ଜବରଦସ୍ତି ପିତା ଖା, ଖୁନ୍ଦି ମାରିକିରି କହିବ ଖା, ସେ ଖାଉଥିବ ବାନ୍ତି କରୁଥିବ। ଜଣେ ଛୁଆ କହୁଥିବ ମୁଁ ଖାଇବିନି, ମା ମାନେ ଦେବେ ହଁ ନା, ଜବରଦସ୍ତି କରି କହୁଥିବେ ସେ ଖାଇକିରି ଗଳଗୁଡି ବାନ୍ତି କରୁଥିବ। ତେଣୁ ଜଣଙ୍କର ସମସ୍ତଙ୍କର କିଛି ଲିମିଟ ଅଛି, ସମସ୍ତଙ୍କୁ ପ୍ରୋଭିଜନ ଦେଇଦିଅ, ସମସ୍ତଙ୍କୁ ମେରିଟ ଡିମେରିଟ କହିଦିଅ, ଯିଏ ଯୋଉ ଫିଲ୍ଡରେ ଯାଉଛି ସେଇ ଫିଲ୍ଡରେ ନମ୍ବର ରଖିବାକୁ ଚେଷ୍ଟା। ଜମା ବାଧ୍ୟ କରିବା ନାହିଁ, କାହା ଉପରେ କମ୍ପଲସନ ନାହିଁ, ହେଲେ ବି କର, କିନ୍ତୁ କୋଚିଂ ଆସିବାଟା କମ୍ପଲସନ। ଆଡମିସନ କରିଛି କଣ ଆସିବ ନା ନିଶ୍ଚୟ କଣ କହୁଛି ଠିକ ଅଛି? ପିଲା ଦେଖ, ଫାର୍ଷ୍ଟ ହଉଛି ଆମର ethical arguments. Individualists argue that individual is adequately wise and intelligent to understand his own interest. Therefore, he should have complete freedom to develop himself and his personality. State interference destroys the initiative and self-reliance. According to Jace, too much meddling by the government starves the development of some portion of the bodily or mental faculties, which deprives one from doing what one is inclined to do or from acting according to one's own judgments what is desirable. Hence, the state should not interfere in the functioning of the individual. Individual को liberty, education ପାଇଁ college, hygienic sector ପାଇଁ medical, ତମେ ଚଏସ୍ କର କୋଉ କଲେଜ କୁ ଯିବ, ତମେ ଚଏସ୍ କର କୋଉ ମେଡିକାଲ, ଆମର ସେଇଟା ବେଟର। କିନ୍ତୁ ବେଳେ ବେଳେ ଆମେ କଣ କରୁ ପିଲେ, ଆମର ସବୁବେଳେ ପର୍ସନାଲିଟି କି ଦେଖିବାକୁ ପଡେ। ତମେ ଦେଖ ତମ ପାଖରେ ପିଲେ ଧନ ନଥାଏ, ଯଦି ତମର ମ୍ୟାନର ଠିକ ଅଛି ତମକୁ ସମସ୍ତେ ଆଡୋର କରିବେ, ପ୍ରଶଂସା ଆଡୋର କରିବ। ତମେ ଯଦି ପ୍ରଶଂସା କରିବେ ତମକୁ, ତମ ପାଖରେ ଧନ ନଥାଉ କିନ୍ତୁ ତମ ପାଖରେ ସେତିକି କ୍ୱାଲିଟି ରହିବା ଦରକାର। ବେଦଶାସ୍ତ୍ରର ବୈଦିକ ସମାଜ ଅଛି, ବେଦରେ ପାଣ୍ଡିତ୍ୟ ହାସଲ କରିଥିବା ଲୋକମାନଙ୍କ ପାଖରେ ସେଠି କିଭଳି ଆଟିଚ୍ୟୁଡ କଲେ ସେମାନେ ତମକୁ କିଛି ନହେଲେ ଆଫେକ୍ସନ ଦେବେ। ଗୋଟେ କ୍ଲାସକୁ ଗଲ, କ୍ଲାସରେ ତମର ପର୍ସନାଲିଟି ଡେଭଲପମେଣ୍ଟ କେମିତି ହେଇପାରିବ ତା ଦ୍ୱାରା ତମେ ସେଇଟା ମଧ୍ୟ ଫୋକସ କରିବା ଦରକାର। ଏ ସମାଜରେ ମୁଁ କହିବି ତମକୁ ଅଲରେଡି ଲିବର୍ଟି ମିଳିଯାଇଛି, ସେ ଲିବର୍ଟିକୁ ମ୍ୟାନିଫୋଲ୍ଡ କରିକି ତମେ କେମିତି ଟପ୍ ଲେଭେଲକୁ ଯିବ ସେଇଟା ତୁମ ଉପରେ ଡିପେଣ୍ଡ କରୁଛି। ତମେ ଯୋଉ ଫିଲ୍ଡରେ ଯାଅ, ଗୋଟେ ପିଲା ଦୁଷ୍ଟାମି କରୁଛି ହେଲେ ପାଠ ପଢୁଛି, ଗୋଟେ ପିଲା ଦୁଷ୍ଟାମି କରୁନି କରୁନି କିନ୍ତୁ ପାଠ ପଢୁନି, ଏ ଦୁଇ ଜଣଙ୍କ ଭିତରେ ପଜିଟିଭ ନେଗେଟିଭ କନସେପ୍ଟ ଆମକୁ ଆସିଗଲା, ତାହେଲେ ଆମେ କଣ କହିବା, ଭଲ ହବ ତମେ କଣ ପାଠ ପଢିବନି, ପୁଣି ଆମେ କହିବା ପାଠ ପଢିବନି ଭଲ ହବ। ଏ ଯୋଉ କହିଲି ମୁଁ ନେଗେଟିଭ କୁ କହିଲି ପୁଣି ପଜିଟିଭ କନସେପ୍ଟ କୁ କହିଲି, ଜଣେ ଲୋକର ଦେଖିବା ଆଜି ଗୋଟେ ପିଲା ଭଲ ଅଛି କାଲି କି ମନ୍ଦ ହେଇଯିବ, ଗୋଟେ ପିଲା ପାଠ ପଢୁନି କାଲି ଆଉ ପାଠ ପଢିପାରିବ କି? ନୈତିକ ମୋରାଲିଟି, ethics is the science of morality, ମୋରାଲ ଆଟିଚ୍ୟୁଡ ଯୋଉଟା ରହୁଛି, ଆଟ୍ରିବ୍ୟୁସନ ରହୁଛି ନୈତିକ।
ଯଦି ସେଇ ନୈତିକତା ବା ନୀତିକି ବେଶ କରି ଆମେ ଚାଲିଲେ ଏଭ୍ରିଥିଙ୍ଗ ଉଇଲ୍ ରେସ୍ପେକ୍ଟ ଅସ୍। ତେଣୁ ଇଣ୍ଡିଭିଜୁଆଲିଜମ କି ଯଦି ପ୍ରକୃତରେ ଆମେ ବୁଷ୍ଟ କରିବା ତାହେଲେ ଆମର ଏଥିକାଲ ଆର୍ଗୁମେଣ୍ଟେସନ କହୁଛନ୍ତି ନିଜର ଇଚ୍ଛା ଶକ୍ତି ନିଜର ବ୍ୟକ୍ତିତ୍ୱତା ନିଜର ପୋଟେନସିଆଲିଟି ଡେଭଲପମେଣ୍ଟ କରିବା ଦରକାର। ଯଦି ନିଜର ଇଚ୍ଛା ଶକ୍ତି ନାହିଁ ତାହେଲେ ସବୁରି ଜାଗାରେ ମନ ରଖ ଯଦି ନିଜର ଇଣ୍ଟରେଷ୍ଟ ଅଛି ଏଭ୍ରିଥିଙ୍ଗ ଉଡ୍ ବି ଓକେ। ଆରେ ସେ ଟେବୁଲ ଉପରେ ଥିଲା ଦେଖିଦେଲ ସେଇଠି ଥିବ ଦେଖିନିଅ ସେ ପତଳା କପିଟା ଲିସନ୍ସ ଟୁ ଦିସ୍। ତାହେଲେ ଆମେ ଏଥିକାଲି କନସିଡର କରିବା ଗଭର୍ଣମେଣ୍ଟ ଆମକୁ ସବୁ କିଛି ଇଭାଇବିଂ ସ୍ପିରିଟ ଦେଲେ କିନ୍ତୁ ଆମର ଡିଜାରେବିଲିଟି ରହିବା ଦରକାର। ଆମର ଯେପର୍ଯ୍ୟନ୍ତ ଇଚ୍ଛା ଶକ୍ତି ନାହିଁ ଏନ୍ଥୁସିଆଜିମ୍ ନାହିଁ ଆମେ କେବେ ହେଲେ ପ୍ରସ୍ପର କରିପାରିବା। ଏ ସମାଜରେ କହିଲ କିଏ ନ ଖାଉଛି ବେସିକ ନିଡ୍ସ ଖାଦ୍ୟ ଅଛି ବସ୍ତ୍ର ଅଛି ବାସଗୃହ ଅଛି ସ୍ୱାସ୍ଥ୍ୟ ସାନିଟେସନ ଅଛି କିନ୍ତୁ ଏଜୁକେସନ କାହିଁ ଆଜିକାଲି ପିଲାଙ୍କର କଣ ପାଇଁ ପିଲା 100 ରୁ ଆସୁ 10 ନା ଆମର ଅଂଶୁମାନ 100 ରୁ 10 ପିଲା ପାଠ ପଢୁନାହାନ୍ତି। କାରଣ କଣ କଣ ପାଇଁ ପିଲା ପାଠ ପଢୁନାହାନ୍ତି? ପିଲାଙ୍କର ତ ଇଣ୍ଟରେଷ୍ଟ ନାହିଁ ନାହିଁ ଆଜିକାଲି ଆଉ ପ୍ୟାରେଣ୍ଟସ ମାନେ ବି ପିଲାକୁ ଗାଇଡ କରୁନାହାନ୍ତି। ପ୍ୟାରେଣ୍ଟସ ମାନଙ୍କର କଣ ହେଲା ସେକ୍ଟର ଥିଲା ବାପା ମାନେ କଣ କରୁଥିଲେ ତାଙ୍କ ଜବ ସେକ୍ଟର ଗଲେ ମାମା ମାନେ ଘରେ ଦେବୁ। ଆଜିକାଲି ଦେଖିବ ଗାଁ ଗଣ୍ଡାରେ ସବୁଠି ମାମା ମାନେ ବି ଗୋଟେ ଗୋଟେ ଗ୍ରୁପ କରିସାରିଲେଣି ସ୍ୱୟଂସେବକ ଗ୍ରୁପ। ସେ ତାଙ୍କ କାମକୁ ସିଏ ବ୍ୟସ୍ତ ଆଉ ପିଲାକୁ କଣ ଜଗିବେ ନା ନିଶା କହୁନୁ ତମର ସେପଟେ ସ୍ୱୟଂସେବକ ଗୋଷ୍ଠୀ ନାହିଁ ଲେଡିଜ ମାନେ ଦେଖୁ ବିଡ଼ା ବିଡ଼ା ନୋଟ ଆଣୁଛନ୍ତି ବ୍ୟାଙ୍କ ସିଏ ଆଉ କାହା କଣ୍ଟ୍ରୋଲରେ ନାହିଁ। ତେଣୁ ପିଲାଙ୍କୁ ଗାଇଡ କରିବା ପାଇଁ ହେଲେ ବୋଥ ମାନେ ଫାଦର ଆଉ ମଦରଙ୍କର ମଧ୍ୟ କିଛି ରେସ୍ପନ୍ସିବିଲିଟି ଅଛି ଯୋଉ ରେସ୍ପନ୍ସିବିଲିଟି ପାଇଁ ପିଲାଙ୍କୁ ରିସ୍ପେକ୍ଟ କରିବ। ଆଜି ମୁଁ କହୁଛି ନେଗେଟିଭ ହବ କୋଚିଂ ସେଣ୍ଟରକୁ ଆସୁଛନ୍ତି କିଛି ପିଲା କୋଚିଂ ସେଣ୍ଟରରେ ପିଲା ପଢୁଛନ୍ତି କି ନ ପଢୁଛନ୍ତି ଯାଉଛନ୍ତି କି ନ ଯାଉଛନ୍ତି ଆଟେଣ୍ଡାନ୍ସ ପକଉଛନ୍ତି କି ନାହିଁ ଗାର୍ଡିଆନ ମାନଙ୍କର ଏଟା ରେସ୍ପନ୍ସିବିଲିଟି ନୁହେଁ। ମୁଁ 10 11ଟା କୋଚିଂ ସେଣ୍ଟର ଏଇ କଥା କହୁଛି କିନ୍ତୁ କୋଉ ଜାଗାରେ ଏଇଟା ପାଳନ କରାଯାଉଛି ହେଲେ ମୋର ଯୋଉ ଚଣ୍ଡିଚକ କୋଚିଂ ସେଣ୍ଟର ମୁଁ ପ୍ୟାରେଣ୍ଟସ ମାନଙ୍କୁ ଫୋନ କରି ଡାକୁଛି 15 ଦିନ ହେଲା ଆଜ୍ଞା ଇଂଲିଶ ମିଡିୟମ ଟିକେ ଆସନ୍ତୁ ମୋ ସହିତ କନଭିନ୍ସ କର ପିଲା କଣ ପଢୁଛି କଣ ନାହିଁ। ଆମର ଏଠି ଦେଖ ଆମର ପିଲା ଆଡମିସନ ହେଇଛନ୍ତି କେତେ ପିଲା କେତିକି ପିଲା ଆସୁଛନ୍ତି ଘର ଲୋକ ଏମିତି ଯାଇ ଯାଇକିରି ରଶ୍ମି ସେକେଣ୍ଡ ଇୟର ବେଳକୁ ନଥିବ ପାଠ ନଥିବ। ମୋରି ଘର ପାଖରେ ଗୋଟେ ପିଲା 91% ଆଡମିସନ କରିଥିଲା ଅଲଗା ଗୋଟେ କୋଚିଂ ରେ ପାଠ ପଢି ତା ଘରେ କହିଲେ କହିଲେ ହେ ତୁ ଯାଉନୁ ଦାଦା ପାଖରେ ପଢିବୁ ନା ମୁଁ ଯିବିନି କାହିଁ ସେ ଦାଦା ହେଇନି ଯିବିନି ସେ ଅଲଗା ଗୋଟେ କୋଚିଂ କି ଗଲା ଯାଇକିରି ପଢିଲା ସେ କୋଚିଂ ରେ ଖାଲି ନୋଟ ଘୋଷା ହେଲା ଯେତେବେଳେ ଘର ଲୋକ ମତେ ପଚାରିଲେ ଆଉ ଯିବନି ରହିଗଲା କୋଉଠି ଏଇଠି ଗୋଟେ ପାଟରା ସାହି ଅଛି ଭିତରେ ଗୋଟେ ହଷ୍ଟେଲ ଅଛି ହଁ ରହିଲା ପିଲାଙ୍କ ସାଙ୍ଗରେ ବୁଲିଲା ବୁଲିଲା ଗଲା ବାହାର ପିଲା ଯିଏ ଆମ ଗାଁରେ ପାଠ ପଢୁଥିଲେ ସେମାନେ 85 84% ରଖି ରେଭେନ୍ସାର ଅନର୍ସ ନେଇକି ପାଠ ପଢିଲେ ସିଏ 53% ରଖିକି ଆମ ଗାଁ କଲେଜ କଲେଜରେ ଆଡମିସନ ତା ବାପା ତାକୁ ନେଇକି ଆଇଲେ ସାଙ୍ଗରେ ତୁ ଚାଲୁନୁ ଦାଦା କହିଲେ କଣ ପଚାରିବୁ କାହିଁ ମୋ ପାଖକୁ କଣ ହଉଛି ଆଣିଦେଲି ବାଡେଇକି ପୁରା ପ୍ଲସ ଟୁ ଆର୍ଟସ ପାଠ ପଢିବ 91% ଗୋଟେ ପିଲା 53% ରଖିବ ପ୍ଲସ ଟୁ ରେ କେବେ ପସିବୁଲ ଏଇଟା ତାର କାରଣ କଣ ଗୋଟେ ଇଣ୍ଟରାକ୍ସନ ରହୁନି ଆମର କମ୍ୟୁନିକେସନ ରହୁନି ଟିଚର ମାନଙ୍କ ସହିତ ରହୁନି କୋଚିଂ ସହିତ ରହୁନି କଲେଜ ସହିତ ରହୁନି। ଫାଷ୍ଟ ଅଫ ଅଲ୍ ଯୋଉଠି ପ୍ୟାରେଣ୍ଟସ ମାନେ କନସିୟସ୍ ଅଛନ୍ତି ଷ୍ଟୁଡେଣ୍ଟ ମାନେ କୋଉଠି ଠକ ବାଟ ମୁଁ ନିଜେ କହୁଛି ମୁଁ ନିଜେ କହୁଛି ପ୍ରପର ୱେ ଗୋଟେ ପିଲା ତାକୁ ଠିକ ୱେରେ ଦେଖ ତମେ ଏଇଠି ପାଠ ପଢୁଛ ତମେ ସମସ୍ତେ ନମ୍ବର ୱାନ ହବନି ହବନି ସମସ୍ତେ ନମ୍ବର ୱାନ ଯଦି ଗାର୍ଡିଆନ କଣ୍ଟାକ୍ଟ ରହିବ କନଭେନସନ ରହିବନି ଯଦି ଗୋଟେ ପିଲା ସେଦିନ ଘରେ ଘରେ ରହିଯିବ ସେ ପାନ ଦୋକାନକୁ ଆଉ ଯଦି ଏଠିକି ଆସିକିରି ମନେ ରଖ 2 ବର୍ଷ କାଳ ଖାଇ ପିଇକିରି ହଷ୍ଟେଲରେ ଶୋଇ ଶୋଇ ଘରକୁ ଗଲା ତା ପରିସ୍ଥିତି କଣ ହବ କଣ ହବ ପରିସ୍ଥିତି କୁହ ଏଗୁଡା ସବୁ ଅଭିଶାପ ଆଜିକାଲି ସମାଜ ସେଇଆ ହେଇଛି ଅଂଶୁମାନ ମୁଁ ସେଇଥିପାଇଁ ମୁଁ ଇଂଲିଶ ମିଡିୟମ ଯୋଉ ପ୍ୟାରେଣ୍ଟସ ଦେଖୁଛି କନସିୟସ ସେ ପିଲାମାନଙ୍କୁ ଆଡମିସନ ଇୟର ଆବାଉଟ ମୋର ମାନେ 48 ପିଲା ଅଛନ୍ତି ଖାଲି ଇଂଲିଶ ମିଡିୟମ ନାହିଁ
ଜବରଦସ୍ତ ରେଜଲ୍ଟ ପ୍ୟାରେଣ୍ଟସ ଫରକ ଅଛି। ଠିକ ଦେଖ, ମୁଁ ପ୍ରାକ୍ଟିକାଲ କଥା କହୁଛି। କୌଣସି ପରିବାର ପାଠ ପଢୁଛି ନ ପଢୁ ସାରେ ପୁଅଟି ପାଠ ପଢୁଛି ଦେଖିଲି ଏ ବର୍ଷ ଯୋଉ 3 ଜଣ ସେ ମୋର ପର୍ସନାଲି କୋଚିଂ ଭୁବନେଶ୍ୱରରେ ପ୍ୟାରେଣ୍ଟସ ମାନେ କୋଉ ଜବ ରେ ଥିଲେ, ପ୍ୟାରେଣ୍ଟସ କୋଉ କାମରେ ରହିଥିଲେ, ହସ୍ପିଟାଲ ପିଅନ, କିନ୍ତୁ କଣ୍ଟ୍ରାକ୍ଟର ହେଲେ କାହା ସହିତ, ଡକ୍ଟରଙ୍କ ସହିତ। ପାଠ ବାବଦରେ ଜାଣିଲେ ଆରେ ପିଲା କେମିତି ପଢୁଛି, ପାଠ ଜାଣିନାହାନ୍ତି ତଥାପି ଥରେ ଦି ଥର ସାର୍ କେମିତି ପଢୁଛି। ମୋର ଗୋଟେ ଆଇଲା ଫୋକସ, ବାପା କି ମାମା ଫୋନ କରିଛନ୍ତି ପଢିବାକୁ ବାଧ୍ୟ, ଇଣ୍ଟରାକ୍ସନ ଅଧିକା ଯିବ ନା ନାଇଁ କୁହ। ଯୋଉମାନଙ୍କ ଏଇଭଳି ଜଣେ ପାଇଲା ଏସି ସେଡ୍ୟୁଲ କାଷ୍ଟ ପିଲା, ବାପା ଲେକ୍ଚରର ମାମା ଲେକ୍ଚର, ମୁଁ ଭାବୁଛି ସେ ବୋଧେ ମୋ ଘର ସହିତ ଆସୋସିଏଟେଡ ଖାଲି ଫୋନ କଣ୍ଟାକ୍ଟ କରେ। ଯେତିକି ଦିନ ମୋ ଘରେ ପଢିଛି 2 ବର୍ଷ ଭଳିଆ 2 ବର୍ଷ ସବୁବେଳେ କଣ୍ଟାକ୍ଟ ପାଇଲା ସିଭିଲ ସର୍ଭିସ। କେତେବେଳେ ରେଭେନ୍ସା କଲେଜ ମୁଁ ଯାଉଛି, ଲେକ୍ଚର ମାନଙ୍କ ଘର ପିଲାଙ୍କୁ ପଢଉଛି, ସେମାନେ କହୁଛନ୍ତି ସାର୍ କଣ କହୁଛନ୍ତି, ଆମେ ତ କଲେଜରେ ଦେଖୁଛୁ ପିଲା ଆସୁଛନ୍ତି ସେକେଣ୍ଡ ଇୟର ପିଲା ବୁଲୁଛନ୍ତି ଲନରେ ସେଠି ବସୁଛନ୍ତି, ଏକ୍ଜାମ ବି ଦଉନାହାନ୍ତି ପିଲା, ତମେ ଦୋଷ ଦବ କାହାର ଲାଷ୍ଟକୁ, କୋଚିଂ ବୋଧେ କଣ ହେଲା ଆଉ ପିଲା ପଢିଲେ ନା ନା ପିଲା, ମୁଁ ସେ କଥା କହିବି ଇଣ୍ଡିଭିଜୁଆଲିଜିମ କହୁଛି, ଜଣଙ୍କର ଇଣ୍ଟରେଷ୍ଟ ଅଛି। ଆଜି କ୍ଲାସ ଅଛି 9ଟାରେ, ମୁଁ ଉଠିକିରି ଯିବି ଯେମିତି ହେଲେ ମତେ ଯିବାକୁ ପଡିବ। 6ଟା 15ରେ ପିଲା ଆସି କ୍ଲାସ କରୁଛି, କମର୍ସ ସାଇନ୍ସ ପିଲା, 6ଟା 15 ସକାଳ 6ଟା 15ରେ କ୍ଲାସ କରିଛନ୍ତି। ସେ ତ ପୁଣି ରହୁଛନ୍ତି ହଷ୍ଟେଲରେ, ସେମାନେ କେମିତି ପାଠ ପଢୁଛନ୍ତି। କିନ୍ତୁ ତମେ ଏବେ ବି ଯାଇ ଦେଖ ଗଭର୍ଣ୍ଣମେଣ୍ଟ ହଷ୍ଟେଲରେ ବିଚାର, ରେ ପିଲା କମ୍ବଳ ଘୋଡେଇକିରି ଶୋଇଛନ୍ତି। ମୋର ତେଣୁ ଇଣ୍ଡିଭିଜୁଆଲି ଯେ ଆମେ ଖାଲି ବୁକ୍ ଟା ପଢିଦେଲେ ହବନି, ଆଗ ପ୍ରପର ଇମ୍ପ୍ଲିମେଣ୍ଟେସନ କରିବାକୁ ପଡିବ। ଯେପର୍ଯ୍ୟନ୍ତ ଆମର ନୈତିକତା ନାହିଁ ପଢ, ପଇସା ପଠଉଛନ୍ତି ପ୍ରତି ମାସରେ କେତେ କଷ୍ଟରେ, ମୋ ମା ଘର କେତେ ଆଡଜଷ୍ଟମେଣ୍ଟ କରି ଚଳଉଛନ୍ତି, ଯୋଉ ଟିଉସନ ଫିସ୍ ଦିଆ ହଉଛି, ଯୋଉ ହଷ୍ଟେଲ ଫିସ୍ ଦିଆ ହଉଛି, ମୋର ଆଡମିସନ ପାଇଁ ଯେତିକି ପଇସା ଖର୍ଚ୍ଚ ହେଇଛି ସେ ମୋର ବେନିଫିଟ ପାଇଁ ଦିଆହେଇଛି, କିନ୍ତୁ ସବୁ ଖର୍ଚ୍ଚ ହଉଛି, ମୋ ଡେଭଲପମେଣ୍ଟ ହଉନି। ତାମାନେ ମୁଁ ଡବଲ ଲସ୍ କରୁନି, ଘରର ଇକୋନୋମିକ ଲସ୍ କଲି, ମୋ ନିଜର ଲାଇଫ ଟାକୁ ବର୍ବାଦ କଲି ଫର ଫ୍ୟୁଚର। ଟ୍ରାଇ ଟୁ ଅଣ୍ଡରଷ୍ଟାଣ୍ଡ ମାଇ ପଏଣ୍ଟ। ଏତିକି କନସିୟସନେସ ଆଜିକାଲି ଯଦି ପିଲାଙ୍କ ପାଇଁ ପାଠ କଥା କହନ୍ତି ହସିକିରି ପଳେଇଯିବେ। ତାଙ୍କର ନାହିଁ ପାଠ ପଢିବାର, ଖାଲି ଘର ଲୋକର କମ୍ପଲସନରେ ପାଠ ପଢିବାକୁ କଣ କହିଲେ। କିନ୍ତୁ ପ୍ରକୃତରେ ବର୍ତ୍ତମାନ ଆଧୁନିକ ବା କଳି ଯୁଗରେ ଯଦି କୌଣସି ମନ୍ଦିର ଅଛି, ପ୍ରକୃତ ଟେମ୍ପୁଲ ହଉଛି ଦେଶୀ ଏଜୁକେସନାଲ ଇନଷ୍ଟିଚ୍ୟୁସନ। ଯୋଉ ପିଲାର ଆଟାଚମେଣ୍ଟ ଏଜୁକେସନାଲ ଇନଷ୍ଟିଚ୍ୟୁସନ ସହିତ ରହିବ, ଏ ଇନଷ୍ଟିଚ୍ୟୁସନ ନ ହଉ, ଏଠି ଭଲ ନ ଲାଗିଲା ପଢିବ ଆଉ କୋଉଠି ପଢିବ, ଆଉ କୋଉଠି ଭଲ ଲାଗିଲା ପର୍ସନାଲି ପଢିବ, କିନ୍ତୁ ତମ 2 ବର୍ଷଟା ଭିତରେ ଭଲସେ ମେଣ୍ଟେନ କର। ଘର ଲୋକଙ୍କର ଯେମିତି ହେଲେ ପଇସା ଖର୍ଚ୍ଚ ହଉଛି, ତେଣୁ ଇଣ୍ଡିଭିଜୁଆଲି କହୁଛନ୍ତି, ଯେପର୍ଯ୍ୟନ୍ତ ଆମର ସେଲ୍ଫ ଇଣ୍ଟରେଷ୍ଟ ନାହିଁ, ଆମେ ଚାହିଁବାନି ଆମ ଇଣ୍ଡିଭିଜୁଆଲ ଡେଭଲପମେଣ୍ଟ କରିବା ପାଇଁ, ଆମର ଡେଭଲପମେଣ୍ଟ କରିବ କିଏ। ଇଂଲିଶରେ ଗୋଟେ କୋଟେସନ ଅଛି, ଏ ସ୍ଲିପିଙ୍ଗ ଲାୟନ କ୍ୟାଚେସ୍ नो ଡିୟର, କହିଲା ପୁଅର ଓ ନାହିଁ, ଯିଏ ଯେମିତି ଲେବର କଲା ସିଏ ସେମିତି ରିୱାର୍ଡ ପାଇଲା। ନେକ୍ସଟ ତାର ଏନଭାରମେଣ୍ଟ ଆମ ଇଣ୍ଡିଆରେ ଅଛି ଘରୁ, ତାଙ୍କ ମାମା ଦେଖିଲେ ଝିଅ କେତେବେଳେ ଗଲା ଘଣ୍ଟା ଦେଖିକିରି ଆସିଲା, ପାଇଲେ ଘରୁ ବାହାରିଲା, କେତେବେଳେ କ୍ଲାସ ସାରିବେ, 11ଟାରେ କ୍ଲାସ ସାରିବ, 10 ମିନିଟ ଭିତରେ ଯାଇ ଘରେ ପହଞ୍ଚି, ହଷ୍ଟେଲ ଛୁଆଙ୍କୁ ଏଠି ଜଗିବାକୁ କିଏ ଅଛି। ଆମ ହଷ୍ଟେଲ ପରିବେଶ ଖରାପ, ତମେ ଭଲ ହେଲେ କଣ ହେଲା, ସବୁ ତମେ ଭଲ ହେଲେ କଣ ହବ। ଯେତେବେଳେ ଅଞ୍ଜନା ଜାଣିଥିବେ କି ହନୁମାନଙ୍କ କଥା, ହନୁମାନ ହଉଛନ୍ତି ସବୁଠାରୁ ଡିସିପ୍ଲିନ ଠାକୁର, କଳି ଯୁଗରେ ଯେତେ ଜ୍ଞାନୀ ଠାକୁର ଅଛନ୍ତି ସବୁଠାରୁ ବିଦ୍ୟାଦାତା ହଉଛନ୍ତି କିଏ, ଜୟ ହନୁମାନ ଜ୍ଞାନ ପୂର୍ଣ୍ଣ ସାଗରେ, ଜ୍ଞାନୀ ହଉଛନ୍ତି ସବୁଠାରୁ କିଏ ହନୁମାନ। ହନୁମାନଙ୍କୁ ତା ମା ସବୁବେଳେ ଗୋଟିଏ କଥା କହିଥିଲେ, ଭଲ ସାଙ୍ଗ ବା ଭଲ ସାଥୀ ଗଢିବୁ, ଆଉ ତ ଜୀବନରେ କିଛି ଦରକାର ନାହିଁ। ଯେ ତମର ଗୋଟେ ଭଲ ସାଙ୍ଗ ଅଛି ଦ୍ୟାଟ ଇଜ ଏନଫ୍। ମୁଁ ବି ସେଇଥିପାଇଁ କ୍ଲାସରେ କୁହେନି କି ବୁକ୍ସ ଆଣ୍ଡ ଫ୍ରେଣ୍ଡସ୍ ସୁଡ୍ ବି ଫିଉ ବଟ୍ ଗୁଡ୍। ଆଜିକାଲି ପିଲାମାନେ ବର୍ବାଦ ହଉଛନ୍ତି କାହା ପାଇଁ, ବ୍ୟାଡ କମ୍ପାନୀ।
ତମେ 10th କ୍ଲାସ ରେ କଣ ଯାହା ଅଛ 2 ବର୍ଷ ପରେ କଣ ସେଇଆ ଥିବ? କେବେ ନୁହେଁ। ପିଲା ଯିଏ ରହୁଛ, ଯିଏ ନିଜେ ଅଙ୍ଗେ ନିଭେଇ ପାରୁଥିବ, କଲେଜ ଫୁଲ ଅଫ ନଲେଜ, ବହୁତ ଭଲ ନଲେଜ ଅଛି। ଗୋଟିଏ ଭଲ ନଲେଜ ଥିଲେ, ଅନେଶତ ଖରାପ ନଲେଜ ଥିବା ବାଲା ପିଲା ଅଛି।